15 କୋଟି ଖର୍ଚ୍ଚ ହେଇଯାଇଥିଲା ଏ ମୋହନ ମାଝୀ ତାଙ୍କୁ 15 କୋଟି ଦେଇଦିଅ। ଏ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ତମେ, ସେ କଲେକ୍ଟର ଫଲେକ୍ଟର ତମ ଅଣ୍ଡରରେ ଚିଫ ସେକ୍ରେଟାରୀ, ଯଦି ତମର କ୍ୟାନସଲ କରିବାର ଥିଲା କାହିଁ ସେ ଅର୍ଗାନାଇଜେସନ 15 କୋଟି ଖର୍ଚ୍ଚ କଲା, ସେ 15 କୋଟି ତମେ ଦେଇଦିଅ ଏବଂ ରେସ୍ପନ୍ସିବଲ ଫିକ୍ସ କର କାହିଁକି ତମେ ପରମିଶନ ଦେଇଥିଲ 15 କୋଟି ଖର୍ଚ୍ଚ ପରେ ତମେ ବନ୍ଦ କଲ, ସେଥିପାଇଁ ଦାୟୀ କିଏ? ଗୋଟେ ଇନକ୍ୱାରି କରି ପନିଶମେଣ୍ଟ ଦିଅ। ଏଗୁଡାକ ସସ୍ତ କଥା। କାହିଁକି ତମେ ମୁସଲମାନ ହିନ୍ଦୁ ଝାମେଲା କରିବାକୁ ଯାଉଛ? ଆମେ ଭାଇ ଭାଇ ଭାବେ ଚଳିଛୁ। ଓଡ଼ିଶାରେ 2 to 3% ମୁସଲିମ ମୋ ଏରିଆରେ ରତିପୁର, ବେଣାପଞ୍ଜରୀ, ମେଡାସାର, ଜଟନୀ, ତିରିମଲ, ଆମର ବେଣାପଞ୍ଜରୀ, ତରାଭାଇ, ହରିଡାମଡ଼ା, ଆମର କସପଦା ଧରିକିରି କେରଙ୍ଗ, ମାନେ ଆଦିବାସୀ ଗାଁ ଗୁଡ଼ିକ, ସରଦାପୁର, ତର୍ତୁଆ, ମୁସଲମାନ ଆମେ ଭାଇ ଭାଇ। ଭୁବନେଶ୍ୱର ସହର ସେଥିରେ ଦାଗ ଦିଅନି, ଆମେ ଭାଇ ଭାଇ ଭାବେ ଚଳୁଛୁ। ଜଟଣୀ ସବୁଠି ମୁସଲମାନ, ହିନ୍ଦୁ, ଖ୍ରୀଷ୍ଟିଆନ ଆମ ଭିତରେ ମତଭେଦ କରେନି। ଖାଲି ଯୀଶୁଙ୍କର ଚାରିଆଡେ ଆମର ଚାଲିଛି। 3 ଦିନ ଆଣି ମୁଁ ଖାଲି ଯୀଶୁଙ୍କ ପ୍ରୋଗ୍ରାମ ଆଟେଣ୍ଡ କରୁଛି। ଏଇନା ପାଆନ୍ତିନି। ଆମ ଜଟଣୀରେ 10 ଜାଗା ଯୀଶୁଙ୍କ ପୂଜା। ଆମ ସମସ୍ତଙ୍କ ପ୍ରତି ସମ୍ମାନ ଅଛି। ଆଲ୍ଲାହଙ୍କ ପ୍ରତି ମୁଁ ଯାଏ, ତାଙ୍କର ସବୁ ମସ୍ଜିଦ୍ ଯାଏ ଫଳ ନେଇକି, ଭାତୃଭାବ ସୃଷ୍ଟି କରିବା ପାଇଁ। ହିନ୍ଦୁ ମୁସଲମାନ ଭିତରେ ପ୍ରଭେଦ ଆମର କେହି ଆରମ୍ଭ କରନି, ମୋର ଅନୁରୋଧ।